ଦେଖନ୍ତୁ ଅଲାଜୁକ ମୁହଁରେ ବଥ ହେଲେ ଯାହା ହୁଏ ଏ ଶାସକ ଦଳର ଅବସ୍ଥା ସେୟା ହେଇଛି। ରାଜ୍ୟରେ 13 ଜଣ ରୋଗୀ ଏସ୍ସିବି ବଡ଼ ମେଡିକାଲରେ ମରିଗଲା ପରେ ଯୋଉ ସରକାରର ସମବେଦନଶୀଳତା ନାହିଁ, ଯୋଉ ସରକାର ମୁହଁରେ ଲଜ୍ଜା ନାହିଁ ଏବଂ ମୋହନ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ପାରିବାରିକ ବନ୍ଧୁ ଗୌତମ ଶତପଥୀଙ୍କୁ ସୁରକ୍ଷା ଦେବା ପାଇଁ ଜଣେ ଜୁନିୟର ପ୍ରଫେସରଙ୍କୁ ସୁରକ୍ଷା ଦେବା ପାଇଁ ସେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ତାଙ୍କୁ ସୁପରିଟେଣ୍ଡେଣ୍ଟ ଚାର୍ଜରେ ରଖିଥିଲେ ଏବଂ ଆଜି ସେ ଗୋଟିଏ ପରେ ଗୋଟିଏ ଭୁଲ କରି ଚାଲିଛନ୍ତି। ଯୋଉମାନଙ୍କର ଏସ୍ସିବି ଘଟଣାରେ ସମ୍ପୃକ୍ତି ନାହିଁ ତାଙ୍କୁ ଟ୍ରାନ୍ସଫର କରୁଛନ୍ତି, କିନ୍ତୁ ଗୌତମ ଶତପଥୀଙ୍କୁ ଅତି ସୁରକ୍ଷିତ ଭାବରେ ରଖିଛନ୍ତି। କୋଉ ପ୍ରେମରେ କରୁଛନ୍ତି ଏ ଉତ୍ତର ରଖିବେ କି ଶାସକ ଦଳ? ତେଣୁ ଶାସକ ଦଳ ଯୋଉ କଥାଟା ଉଠାଉଛନ୍ତି, ଆପଣମାନେ ଜାଣିଛନ୍ତି ନବୀନ ପଟ୍ଟନାୟକ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କର ପୁଅ। ବିଜୁ ପଟ୍ଟନାୟକ ଭାରତର ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ଅଛି। ବିଜୁ ପଟ୍ଟନାୟକ ଜୀବନ କାଳ ଭିତରେ ସମ୍ପତ୍ତି ଆରୋହଣ କରିନାହାନ୍ତି, ତାଙ୍କ ସମ୍ପତ୍ତି ତାଙ୍କର ଯାହା ସେ ସମ୍ପତ୍ତି କରିଥିଲେ ତାକୁ ବିକିଛନ୍ତି ଏ ରାଜନୀତି ପାଇଁ ଏବଂ ତାଙ୍କ ପୁଅ ସିଏ ବି ଉଦାହରଣ ସୃଷ୍ଟି କରିଛନ୍ତି, ଆନନ୍ଦ ଭବନକୁ ରାଜ୍ୟ ସରକାରଙ୍କୁ ଦାନ କରିଦେଇଛନ୍ତି। ତେଣୁ ତ୍ୟାଗ ଏବଂ ଦାନରେ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ ପରିବାରକୁ ଏମାନେ ଆଙ୍ଗୁଳି ଦେଖାଇ ପାରିବେ ନା। ଏମାନେ ସେମାନଙ୍କଠୁ ଶିଖିବା ଦରକାର। ଆଉ ଟ୍ରଷ୍ଟ କଥା ରହିଲା, ଯେତେବେଳେ ନବୀନ ପଟ୍ଟନାୟକ ସ୍ୱୟଂ ଏ ବାବଦରେ ବିବୃତ୍ତି ଦେଇଛନ୍ତି, ତାଙ୍କର ସେ କ'ଣ ଟ୍ରଷ୍ଟ କରିବେ? ତାଙ୍କ ସମ୍ପତ୍ତିକୁ ଓଡ଼ିଶାବାସୀ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ, ସେବା କରିବେ, ଦାନ କରିବେ, ସେ ତାଙ୍କର ବ୍ୟକ୍ତିଗତ ମାମଲା। ଏମାନେ ଅଯଥାଟାରେ ନିଜର ଦୋଷ ଦୁର୍ବଳତା ଅପାରଗତାଟାକୁ ଘଣ୍ଟ ଘୋଡ଼େଇବା ପାଇଁ ସରକାର ଚଳେଇ ପାରୁନାହାନ୍ତି। ସରକାର ଚଳେଇ ପାରୁନାହାନ୍ତି, ହସ୍ପିଟାଲରେ ଲୋକ ମରୁଛନ୍ତି, ବିରୋଧୀ ଦଳଙ୍କ ସ୍ୱରକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି, ବିଧାନସଭାରେ ମଧ୍ୟ ବାଚସ୍ପତି ଏକପାଖିଆ ନିଷ୍ପତ୍ତି ନେଉଛନ୍ତି। ତେଣୁ ଯେଉଁମାନେ ଜୋର ଜବରଦସ୍ତ କରି ହାଉସ୍ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି, ଗଣତନ୍ତ୍ର ପ୍ରତି ଯାହାଙ୍କର ସାମାନ୍ୟତମ ଶ୍ରଦ୍ଧା କି ଦରଦ ନାହିଁ, ସିଏ ବିରୋଧୀ ବିଜୁ ଜନତା ଦଳକୁ ଆଙ୍ଗୁଳି ଦେଖେଇବାର ଅଧିକାର ସେମାନଙ୍କର ନାହିଁ। 2 ବର୍ଷ ଭିତରେ ସେମାନେ ଯେତିକି ବଜେଟ୍ ଆଣୁଛନ୍ତି ତାକୁ ବି ଖର୍ଚ୍ଚ କରିପାରୁନାହାନ୍ତି। ଯିଏ ସରକାର ଚଳାଇବା ପାଇଁ ଅଯୋଗ୍ୟ, ଆଜି ସେମାନେ ନବୀନ ପଟ୍ଟନାୟକ ସରକାରଠୁ ଶିଖିବା ଦରକାର। ଗୋଟେ ପ୍ରାଇଭେଟ ହସ୍ପିଟାଲରେ ଯଦି ନିଆଁ ଲାଗିକି ରୋଗୀ ମଲା ପରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇପାରିଲେ ଏବଂ ସେ ପ୍ରାଇଭେଟ ହସ୍ପିଟାଲର ମାଲିକ ଏବଂ ତାଙ୍କର ସୁପରିଟେଣ୍ଡେଣ୍ଟ ଅନ୍ୟ ଅଧିକାରୀମାନେ 3 ମାସ ଜେଲରେ ରହିପାରିଲେ, ଏ ସରକାରୀ ହସ୍ପିଟାଲ କେହି ନିଜ ମୁଣ୍ଡକୁ ଉତ୍ତରଦାୟିତ୍ୱ ନେବ ନାହିଁ। ବିରୋଧୀ ଯଦି ତାକୁ ଉଠେଇବେ, ତାକୁ କହିବେ କ'ଣ ନା ଅଲଗା ବାହାନା ଦେଖେଇକି ଆମେ ଦେଖାଉଛୁ। ଏଭଳି ସମବେଦନଶୀଳ ହୀନତା ଆଉ ଅମଣିଷ ପଣିଆ ଆଉ କୋଉ ସରକାରଠୁ କେବେ ଦେଖା ଦେଇନଥିଲା। ଏମାନେ ଲୋକଙ୍କ ସରକାର କଥା କହୁଛନ୍ତି, କିନ୍ତୁ ଲୋକଙ୍କୁ ପ୍ରତିଦିନ ଠକୁଛନ୍ତି, ଲୋକଙ୍କୁ ପ୍ରତାରିତ କରୁଛନ୍ତି ଏବଂ ଆର ଉତ୍ତର ଓଡ଼ିଶାବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ। ସମୟ କହିବ ସେ ସବୁ କଥା ସମୟ କହିବ। ଓଡ଼ିଶାବାସୀ କାହାକୁ ଗ୍ରହଣ କରୁଛି? ସେମାନେ ଏଇ ଭୁବନେଶ୍ୱରରେ ଘୋଡ଼ା ବେପାରରେ ମାତିଛନ୍ତି, ଟିକେ ଗାଁକୁ ଯାଆନ୍ତୁ, ପଞ୍ଚାୟତ ନିର୍ବାଚନରେ ତାଙ୍କ ଅସଲ ମୁଖା ଖୋଲିବେ ସାଧାରଣ ଲୋକ।